ସତରେ ଜଗା ସହ ଭାବ ଟିକେ ଅଲଗା। ତାକୁ ଅଧିକାରର ସହିତ ଭଲ ପାଇ ହୁଏ, ପୁଣି ଅଭିମାନର ସହିତ ଗାଳି ବି କରିହୁଏ। କାଳିଆ ଠାକୁରଙ୍କର ମହିମା ସତରେ ବଡ଼ ବିଚିତ୍ର। ହେଲେ ନିର୍ବାଚନର ଶେଷ ଦିନରେ ଘଟିଯାଇଛି ଏମିତି ଅଘଟଣ ଯାହା ଅତ୍ୟନ୍ତ ହୃଦୟ ବିଦାରକ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମର ସୁରେନ୍ଦ୍ର ସେଠୀ। ସୁରେନ୍ଦ୍ର ବାବୁ ଥିଲେ ଜଣେ ମହାପ୍ରଭୁ ଜଗନ୍ନାଥଙ୍କର ବଡ଼ ଭକ୍ତ। ବୟସ ପ୍ରାୟ ହେଇଯିବ 50ରୁ ଅଧିକ। ଆଗରୁ ଗୋଟେ ବର୍ଷ ପୂର୍ବରୁ ସେ ତାଙ୍କ ପୁଅକୁ ହରାଇଛନ୍ତି। ସୁରେନ୍ଦ୍ର ବାବୁ ଥିଲେ ଅତି ଗରିବ ଲୋକ। ସେ ଯଦି ଗୋଟେ ଦିନ କାମ ନ କରନ୍ତି ବା ତାଙ୍କୁ ଗୋଟେ ଦିନ କାମ ନ ମିଳେ, ତେବେ ତାଙ୍କ ପୁରା ପରିବାର ଉପବାସରେ ରହିଯାନ୍ତି। କାହିଁକି ନା ତାଙ୍କ ପାଖରେ କି ଘରେ ଖାଇବାକୁ ମଧ୍ୟ କିଛି ନାହିଁ। ଏତେ କଷ୍ଟ ପରେ ମଧ୍ୟ ସୁରେନ୍ଦ୍ର ବାବୁ କେବେ ନିଜକୁ ଦୁର୍ବଳ କରିନାହାନ୍ତି। ସେ ତାଙ୍କର ସ୍ତ୍ରୀ ଏବଂ ପୁଅଙ୍କୁ ସବୁବେଳେ ବୁଝାଇଛନ୍ତି ଏବଂ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଆମ ସାଥିରେ ଅଛନ୍ତି, ଆମର କିଛି ଅସୁବିଧା ହେବନି। ଦେଖିବ ଦିନେ ନା ଦିନେ ସବୁ ଆମର ଦୁଃଖର ଦିନ ସରିଯିବ। ଏମିତି କହିକି ନିଜ ମନକୁ ଏବଂ ତାଙ୍କ ପରିବାରକୁ ସୁରେନ୍ଦ୍ର ବାବୁ ସବୁବେଳେ ସାନ୍ତ୍ୱନା ଦେଇ ଆସନ୍ତି। ହେଲେ ନିର୍ବାଚନର ଶେଷ ଦିନରେ ସୁରେନ୍ଦ୍ର ବାବୁଙ୍କ ସହିତ ଘଟିଯିବ ଏତେ ବଡ଼ ଅଘଟଣ, ତାହା କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ସୁରେନ୍ଦ୍ର ବାବୁ। ଭୋଟ ଦେଇକି ଫେରିଲା ବାଟରେ ସୁରେନ୍ଦ୍ର ବାବୁଙ୍କ ସହ ଭେଟ ହେଲେ କିଛି ଅଚିହ୍ନା ଲୋକ ଏବଂ ସୁରେନ୍ଦ୍ର ବାବୁଙ୍କୁ କିଛି ଖାଇବା ପାଇଁ ଦେଲେ। ହେଲେ ସୁରେନ୍ଦ୍ର ବାବୁ ଖାଇବାକୁ ନ ଖାଇ ସେ ଖାଇବାକୁ ଧରିକି ଘରକୁ ନେଇ ଆସି ତାଙ୍କର ପୁରା ପରିବାର ସେ ଖାଦ୍ୟ ଖାଇଲେ। ଖାଦ୍ୟ ଖାଇବାର କିଛି ସମୟ ମଧ୍ୟରେ ଯାହା ଘଟିଲା ତାହା ଅତ୍ୟନ୍ତ ହୃଦୟ ବିଦାରକ। ସେମାନଙ୍କର ସମସ୍ତଙ୍କର ଝାଡ଼ା ବାନ୍ତି ବହୁତ ଜୋରସେ ଦେହ ଖରାପ ହେବାରେ ଲାଗିଲା ଏବଂ ଚାହୁଁ ଚାହୁଁ ସୁରେନ୍ଦ୍ର ବାବୁଙ୍କ ଆଖି ଆଗରେ ସ୍ତ୍ରୀ ଏବଂ ପୁଅ ବେହୋସ ହେଇକି ପଡ଼ିଗଲେ। ସେ ଅଚିହ୍ନା ଦୁଷ୍ଟ ଲୋକମାନେ ଖାଇବାରେ କିଛି ଝାଡ଼ା ବାନ୍ତି ମେଡ଼ିସିନ ମିଶାଇ ଦେଇଥିଲେ। ସୁରେନ୍ଦ୍ର ବାବୁ ସ୍ତ୍ରୀ ଏବଂ ପୁଅକୁ ବେହୋସ ହେବାର ଦେଖି ନିଜକୁ ଆଉ ସମ୍ଭାଳି ପାରିଲେନି। ଆଉ କିଛି ଉପାୟ ନ ପାଇ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଆଉ କିଛି ଉପାୟ ନ ପାଇ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ମହାପ୍ରଭୁ, ତୁମେ ଆଉ କେତେ ମୋ ଠାରୁ ପରୀକ୍ଷା ନେବ? ପ୍ରଭୁ, ଗୋଟିଏ ପୁଅକୁ ତ ଆଗରୁ ହରାଇ ସାରିଛି। ଏବେ ଯଦି ମୁଁ ମୋର ଆଉ ଗୋଟେ ପୁଅ ଏବଂ ସ୍ତ୍ରୀକୁ ହରାଇ ଦେବି, ତେବେ ମୁଁ ଆଉ କାହିଁକି ବଞ୍ଚିବି? ଏମିତି କହିକି ସୁରେନ୍ଦ୍ର ବାବୁ ମଧ୍ୟ ସେଠାରେ ବହୁତ ଜୋରସେ ବିକଳ ହୋଇକି କାନ୍ଦିଲେ ଏବଂ କିଛି ସମୟ ମଧ୍ୟରେ ସେ ମଧ୍ୟ ସେଠାରେ ବେହୋସ ହୋଇକି ପଡ଼ିଗଲେ। ହେଲେ ମହାପ୍ରଭୁ ଜଗନ୍ନାଥଙ୍କର ଲୀଳା ବଡ଼ ବିଚିତ୍ର। ସେଠାରେ ଘଟିଲା କିଛି ଚମତ୍କାର। ସତେ ଯେମିତି ମହାପ୍ରଭୁ ଶୁଣିଲେ ସୁରେନ୍ଦ୍ର ବାବୁଙ୍କ ଡାକ
କିଛି ସମୟ ବିତିଗଲା ପରେ ଗୋଟିଏ ଘଣ୍ଟି ଶବ୍ଦ ହେଲା। ସୁରେନ୍ଦ୍ର ବାବୁ ଏବଂ ତାଙ୍କ ସ୍ତ୍ରୀ ଧୀରେ ଧୀରେ ଆଖି ଖୋଲିକି ଦେଖିଲେ ତାଙ୍କ ଆଗରେ ଏକ ସୁନ୍ଦର ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ ଛିଡ଼ା ହେଇଛି। ଏସବୁକୁ ଦେଖି ସୁରେନ୍ଦ୍ର ବାବୁ ଏବଂ ତାଙ୍କ ସ୍ତ୍ରୀ ପୁରାପୁରି ଖୁସି ହୋଇଗଲେ ଏବଂ ପୁଅକୁ ଉଠେଇଲେ ଏବଂ ତିନି ଜଣ ବହୁତ ଖୁସି ହେଲେ। ମହାପ୍ରଭୁଙ୍କର ମହିମାକୁ ନିଜେ ବୁଝିଗଲେ ଏବଂ ସେଦିନଠାରୁ ସେ ଗାଈଠାରୁ କ୍ଷୀର ନେଇକି ବଜାରରେ ବିକ୍ରି କରିକି ତାଙ୍କର ଜୀବିକା ନିର୍ବାହ କଲେ। ତାପରେ କେବେ ହେଲେ ବି ତାଙ୍କ ଜୀବନରେ ଅଭାବ କି ଅସୁବିଧା ଦେଖାଯାଏନି। ସେ ସେଇ ଗାଈ ଏବଂ ବାଛୁରୀକୁ ନେଇକି ଏବଂ ସେ ଗାଈ ବାଛୁରୀ ଠାରୁ କ୍ଷୀର ନେଇକି ବେଶ ଭଲରେ ତାଙ୍କ ପରିବାରକୁ ଚଳେଇଲେ। ଏମିତି ଥିଲା କିଛି ଅନୁଭୂତି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇକି ଯାହା ଘଟି ଯାଇଛି ନିକଟ ଅତୀତରେ, ତାହା ଏବେ ମଧ୍ୟ ମନେ ପଡ଼ିଲେ ଛାତି ଥରି ଉଠେ। କେତେ ଭୟଙ୍କର ଥିଲା ସେଦିନର ସେ ଘଟଣା। ଆମ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି, ସେ କାହାର କିଛି ବି କ୍ଷତି କରିପାରନ୍ତି। ଯେମିତିକି ସେ ଅଚିହ୍ନା ଲୋକ ସୁରେନ୍ଦ୍ର ବାବୁଙ୍କୁ କିଛି ମେଡ଼ିସିନ ମିଶା ଖାଇବା ଦେଇ ଦେଇଥିଲେ। ଯଦି ଆପଣମାନଙ୍କୁ ଏ ଅନୁଭୂତିଟି ଭଲ ଲାଗିଛି ତେବେ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଲେଖିକି ଜଣାନ୍ତୁ। ଯଦି ଆପଣଙ୍କର ବି ସେମିତି କିଛି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇକି ଅନୁଭୂତି ଥାଏ ତେବେ ଆମକୁ କମେଣ୍ଟ ମାଧ୍ୟମରେ ଲେଖିକି ଜଣାନ୍ତୁ। ରହୁଛି, ଦେଖା ହେବ ଆଉ ଗୋଟେ ନୂଆ ଅନୁଭୂତି ସହିତ। ଶେଷରେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିବା ପାଇଁ ଜମାରୁ ଭୁଲନ୍ତୁ ନାହିଁ। ଯଦି ଆପଣ ମହାପ୍ରଭୁ ଜଗନ୍ନାଥଙ୍କର ଜଣେ ଭକ୍ତ ତେବେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖନ୍ତୁ।